ବିଳାସୀ ଦେଉରୀ 15 ତାରିଖ ରାତିରେ ତା ସ୍ତ୍ରୀ ମୋ 4 ବର୍ଷର ମୋ ନାତୁଣୀ କି ଟେକା ପଥରରେ ମାଇଲା। ସିଏ ବସନ୍ତ ପ୍ରଧାନକୁ ଆସିକିରି ଜେଲରେ ପଇଥିଲା ତାକୁ ଛାଡ଼ିଦେଲେ। ଆସିକିରି ସିଏ ମତେ ମଶାଣି ଦାଣ୍ଡରେ ଭିଡ଼ା ଉଠୁରା ଟଣା ଉଠୁରା କଲା। ମୁଁ ଯାଇକିରି ରେଫାର ଦେଲି 18 ତାରିଖରେ ରେଫାର ଦେଲି। ସେଠୁ ସେ ଆଇନ କି ମ୍ୟାଡ଼ାମ ନେଲେନି ହାତକୁ। ଆମକୁ କହିଲେ ଯେ ସିଏ ମିଛ କଥା ତମେ ଦେଇଛ ରେଫାରେ। ଆମେ କହିଲୁ ତାଙ୍କ କତିରେ ଟଙ୍କା ଅଛି ଆମ କତିରେ ଟଙ୍କା ନାହିଁ। ଆଉ ତମ କତିରେ ଅନିକି ଅଛି ଆଇନ ଆମକୁ ଆଇନ ନାହିଁ। ଆଉ ତମେ ଆମକୁ ମିଛରେ କହିକିରି ଦିନ 4ଟାରୁ ବସେଇଲଣି ରାତି 9ଟା 10ଟାରେ ଆମକୁ ଛାଡ଼ିଲ। ଇଏ କ'ଣ ଆଇନ? ହଁ ଆଉ ବଣରେ ବିକୁଛି। ବଣରେ ବିକିକିରି ଆମକୁ କହୁଛି ମୁଁ ମଦ ଫଦ ଆଉ ଆଣୁନି। ଯାଇକିରି ହୁରାରେ ବିକୁଛି। ଯାଇକିରି ଚଟାଣରେ ଫେରେ ମଦ ଦଉଛି। ଏଣ୍ଡିକାରେ ତା ପୁଅ ଫେରେ ନଉଛି। ରାତି 8ଟାରେ ଗାଡ଼ି ଯାଉଛି। ଆମେ ଆକୁ ସ୍ତ୍ରୀ ଲୋକ କେତେ ରାତିରେ ଯାଇକିରି ଘେଞ୍ଚୁଛୁ। ସେ କାହିଁ ଆଇନ ଦୁଆରକୁ ହାତକୁ ନଉନାହାନ୍ତି କ'ଣ ପାଇଁକା? ଲାଞ୍ଚ ନଉଛନ୍ତି ବୋଲି। ସଞ୍ଜୁ ଦେଉରୀ ଅସୁବିଧା ପାରିବା ପଞ୍ଚାୟତରୁ ସେଦିନ ଆମେ ଚଟାଣରୁ ଧଇଲୁ ମଦ 80 ଲିଟର ମଦ ଧଇଲୁ। ଆମେ ଥାନାକୁ ଫୋନ କଲୁ। ଆଇଏସ୍ ମ୍ୟାଡ଼ାମ ଆସିଲେ। ଆସିଲା ଭିତରେ ମଦ ସିଜ୍ କରିକିରି ନେଲା ଭିତରେ କହିଲେ ଆମେ ତାକୁ କୋର୍ଟ ଫରୱାର୍ଡ କରିବୁ। ବସନ୍ତ ପ୍ରଧାନକୁ କୋର୍ଟ ଫରୱାର୍ଡ କରିବୁ। ଆସିକିରି ଆମକୁ ଦେଖେଇକି ତାକୁ ନେଲେ କୋର୍ଟ ଫରୱାର୍ଡ କଲେ। କୋର୍ଟ 80 ଲିଟର ମଦ ଧରିବା ପରେ 80 ଲିଟର କୋଉ ଲୋକ ସିଏ ଏଠି ଘଣ୍ଟାକ ଭିତରେ ଆସିକି ଘରେ ପହଞ୍ଚିବ? କାହିଁକି ତା ପାଇଁ କ'ଣ ନା ଆଇନ ନାହିଁ? ତା ପାଇଁ କି ଆଇନ ନାହିଁ? ଏତିକ ଧରିକିରି ଆମକୁ ସାନ୍ତ୍ୱନା ଦେଇକିରି ଆମକୁ ପଠେଇ ଦଉଛନ୍ତି। କି ଆଜି ପଳେଇ ଆସିକି କୋର୍ଟରୁ ଆସିକିରି ମାନେ ମଦ ବେପାର କରୁଛି। ବିଲ ବାରି ବଣ ବୁଧା ବିଲ ବାରିରେ ବିକ୍ରି କରୁଛି। ଆମେ ଧଇଲା ପଡ଼କୁ ଆମକୁ ଗାଳି ଗୁଲଜ ଅସ ଭାଷାର ସୋଦାସୋଦି କରୁଛି। ଆଇଏସ୍ ମ୍ୟାଡ଼ାମ କ'ଣ ଜାଣିପାରୁନାହାନ୍ତି? ଆଇଏସ୍ ମ୍ୟାଡ଼ାମକୁ ଆମେ କହିଛୁ ଆମ କେସ୍କୁ କାହିଁ ଧରୁନାହାନ୍ତି? ଆମେ ନିରୀହ ଲୋକ କାହିଁ ଆମକୁ ଧରି ପାରୁନାହାନ୍ତି? ତାର ମୁଁ ଏତିକି କହିକି ରହୁଛି। ବିଳାସୀ ଦେଉରୀ। ମୋ ନାଁ ଚନ୍ଦ୍ରଶେଖର ରାଉତ। ଆଜ୍ଞା ମୁଁ ଆଙ୍କୁ ଯେତିକି ବାଟ ନେଇକିରି ଥାନାରେ ଆସି ପହଞ୍ଚିଥିଲି ଏମାନେ ବସନ୍ତ ପ୍ରଧାନ ତା ଝୁଅ ଲଗେ ମୋ ନାଁରେ ରେପ୍ କେସ୍ ଦେଇଛି। କାହିଁକି ରେପ୍ କେସ୍ ଦେଇଛି? ରେପ୍ କେସ୍ ଦେଲି କ'ଣ ସିଏ ଦେଲା କ'ଣ ମୁଁ ଆଙ୍କୁ ଯେତିକି ସପୋର୍ଟ କରିକି ଇଏ କରି ଆଙ୍କୁ ପହଞ୍ଚିଛି ଏତିକି ବାଟ ସିଏ କହୁଛି ଯେ ତୁ ହଉଛି ଆଙ୍କୁ ବସନ୍ତ ମଦ ବେପାର କରେ ଫୋଟି ମଦ ବେପାର କରେ। ସ୍କୁଲ ପଞ୍ଚାୟତ ମନ୍ଦିର ଅଛି। ଛୋଟ ଛୋଟ ଛୁଆ ବି ଅଛନ୍ତି। କଥା ବି ମାନୁନି ମଦ ପିଇ ପଡୁଛନ୍ତି। ବ୍ୟବହାର ମାନେ ଖରାପ ବ୍ୟବହାର କରୁଛନ୍ତି। ହଁ ମରିଛନ୍ତି ଡେଥ୍ ସାର୍ଟିଫିକେଟ ଯେତିକି ଅଛନ୍ତି ବିଧାୟକ କହିଛନ୍ତି ପହଞ୍ଚେଇବୁ ସେଟା ବିଧାନସଭାରେ ବାଜିବ। ଆଜ୍ଞା ଆଇଏସ୍ ମ୍ୟାଡାମ କୁ ଶିଖେଇକିରି ଇଏ ଯେତିକି ପଇସା ପତ୍ର ଦେଇ ମୋ ନାଁରେ ରାତି 12ଟା ରାତିରେ ମତେ ହଉଛି ଉଠେଇବାକୁ ଇଏ କରିଛନ୍ତି ଉଦ୍ୟମ। ମୁଁ ରାତିରେ ସେଦିନ ଶୋଇନି। ଅସିଧା ଦେଶୀ ମଦ ମୁଁ ବିରୋଧ କରିବାରୁ ତା ବସନ୍ତ ପ୍ରଧାନ ଝୁଅ ନାଁରେ ରେପ୍ କେସ୍ ପକାଇଛି। ଗିରୀଶ ଚନ୍ଦ୍ର ନାୟକ ଚନ୍ଦ୍ରଶେଖର ରାଉତ ନାଁରେ କେସ୍ ପକେଇଛି ରେପ୍ କେସ୍। ଆଜ୍ଞା ଆମେ କିଛି ନକରି ଏଠି ଦୋଷୀ। ଏଠି ଚୋରି ଯିଏ କରୁଛି ସିଏ ଏଠି ଫସୁଛି। ଆମେ ନିର୍ଦ୍ଦୋଷ।